ଶରୀରଟି ଧାରଣ ହୋଇଛି, କିନ୍ତୁ ଆମେ ଅଜ୍ଞାନବଶତଃ ଏହାକୁ ଆମେ ଜାଣିପାରୁନି। ଦୁର୍ଲଭ ମନୁଷ୍ୟ ଶରୀରେ ଜନ୍ମ ଲଭଇ ମର୍ତ୍ତ୍ୟପୁରେ। ତେଣୁ ଏ ଦୁର୍ଲଭ ମାନବ ଶରୀରକୁ ଜନ୍ମ ଦେଇ ଆଜି ଭଗବାନ ଏ ମର୍ତ୍ତ୍ୟମଣ୍ଡଳକୁ ଆମକୁ ଆଣିଛନ୍ତି। ଏ ମାନବ ମର୍ତ୍ତ୍ୟମଣ୍ଡଳରେ ଜନ୍ମ ନେଇ ମାନବ ଶରୀରକୁ ଧାରଣ କରି ଏ ମାୟାର ସଂସାର ଭିତରେ ଧନ୍ଦି ହୋଇ ରହିଯାଇଥାଏ। ସେ ତାର ଜ୍ଞାନ ଚେତନାକୁ ଜାଣିପାରେ ନାହିଁ। ଏହି ଆତ୍ମାର ଶରୀରକୁ ଧାରଣ କରିଥିଲେ ମଧ୍ୟ ସେ ନିଜେ ଜ୍ଞାନ ଶୂନ୍ୟ ହୋଇ ଅଚେତ ବା ଅନ୍ଧକାର ଭିତରେ ଗତି କରିଥାଏ। ଏପରି ଶରୀର ପାଇ ମଧ୍ୟ ନିଜର ଚେତନାକୁ ହରାଇ ବସେ। ସଂସାରର ମାୟା ଭିତରେ ଜଡ଼ିତ ରହି ଏ ଜୀବଟି ବନ୍ଧନଗ୍ରସ୍ତ ହୋଇ ଯାଇଥାଏ। ଶ୍ଲୋକ କହେ, ଏକଂ ସର୍ବଜ୍ଞନ୍ତ ବ୍ୟମ ବହିରନ୍ତ ଯଥା ଘଟେ ନିତ୍ୟ ନିରନ୍ତର ବ୍ରହ୍ମ ସର୍ବଭୂତ ଗଣିତ ତଥା। ଅର୍ଥାତ୍ ଯେଉଁପରି ସର୍ବବ୍ୟାପୀ ଆକାଶ ଶରୀରର ଭିତରେ ଓ ବାହାରେ ବିଦ୍ୟମାନ ଥାଏ, ସେହିପରି ନିତ୍ୟ ଓ ନିରନ୍ତର ବ୍ରହ୍ମ ସମସ୍ତ ପ୍ରାଣୀମାନଙ୍କ ଠାରେ ବିଦ୍ୟମାନ। ଏ ଶରୀର ଭିତରେ ଯେଉଁ ଜୀବନ ଅଛି ବା ଚେତନା ଅଛି, ଯେଉଁ ଚଳମାନ ଅବସ୍ଥା ରହିଅଛି, ତାହା ସେହି ଆତ୍ମା ତତ୍ତ୍ୱର ହିଁ ଅଟେ, ଯାହା ବାହାରି ଯିବା ପରେ ହୋଇଯାଇଥାଏ ନିର୍ଜୀବ। ଏଣୁ ଏହି ଆତ୍ମା ହେଉଛି ମୁଖ୍ୟ ଆତ୍ମା, କିନ୍ତୁ ଶରୀର ନୁହେଁ। ଯଦି ଯେ ଆତ୍ମା କର୍ତ୍ତା ଶୁଦ୍ଧଶାଳୀ ବୁଧେ ଜାଣନ୍ତି ବ୍ରହ୍ମ ବୋଲି। ବୁଦ୍ଧେ ଅର୍ଥ ଜ୍ଞାନୀ, ବିବେକୀ, ଗୁଣୀ। ଏହିମାନଙ୍କୁ ବୁଦ୍ଧେ ଲୋକ ବୋଲି କୁହନ୍ତି। ଆତ୍ମା ନିର୍ଗୁଣ ନିରଞ୍ଜନ ନିତ୍ୟ ସାର୍ଥିକ ମୟ ବ୍ରହ୍ମ ସ୍ୱଭାବେ ଆତ୍ମା ଜ୍ଞାନ ପୂର୍ଣ୍ଣ ସାକ୍ଷୀ ସ୍ୱରୂପ ଭଗବାନ ଯାହାର ଦିବ୍ୟ ଜ୍ଞାନ ସ୍ଫୁରେ ମୋର ମହିମା ସୁମରେ। ଯାହାର ଦିବ୍ୟ ଜ୍ଞାନ ସ୍ଫୁରେ ସେ ମୋହର ମହିମାକୁ ଗାନ କରେ ବା ସେ ସ୍ମରଣ କରିଥାଏ। ଏହି ଆତ୍ମା ଏପରି ଏକ ଆତ୍ମା ଯାହାର ସେ ଏପରି ଶୁଦ୍ଧ ବା ବଳଶାଳୀ, ସେ କର୍ତ୍ତା ରୂପରେ ସବୁ କର୍ମ କରିଥାଏ। ଏହି ଆତ୍ମାକୁ ବୁଦ୍ଧେ ବା ଜ୍ଞାନୀ ଗୁଣୀ ଲୋକମାନେ ଯେଉଁମାନେ ବ୍ରହ୍ମ ବୋଲି ଚିହ୍ନି ପାରିଥାନ୍ତି, ସେହି ଆତ୍ମା ହେଉଛି ନିର୍ଗୁଣ ନିରାମୟ ବା ନିତ୍ୟ ସାର୍ଥିକମୟ ବ୍ରହ୍ମ। ଏହି ଆତ୍ମାଟି ସ୍ୱଭାବତଃ ଜ୍ଞାନରେ ଭରପୁର ବା ପରିପୂର୍ଣ୍ଣ ଥାଏ। ଏହା ହେଉଛି ସାକ୍ଷୀ ରୂପକ। ଏହି ଆତ୍ମା ପୁରୁଷଟି ପରମାତ୍ମା ପୁରୁଷକୁ ଭଜୁଥାଏ। ଏହି ଆତ୍ମାକୁ ଚିହ୍ନିବାକୁ ବା ଜାଣିବାକୁ ହେଲେ ଯାହାର ଦିବ୍ୟ ଜ୍ଞାନ ସ୍ଫୁରେ ବା ସ୍ମରଣ ଆସେ, ତାହାର ତୃତୀୟ ନୟନ ଖୋଲିଯାଏ ବୋଲି କୁହନ୍ତି। ସେହିମାନେ ହିଁ କେବଳ ପୂର୍ଣ୍ଣ ବ୍ରହ୍ମଙ୍କ ଦର୍ଶନ ପାଇପାରିଥାନ୍ତି, ପ୍ରଭୁଙ୍କର ମହିମା ବା ତାଙ୍କର ଗୁଣକୁ ଗାନ କରିଥାନ୍ତି। ଅନାଦି ପ୍ରଭୁ ନିରଞ୍ଜନ ଅବ୍ୟକ୍ତ ରୂପ ଭଗବାନ ଏଣୁ ଏ ଆତ୍ମା ବ୍ରହ୍ମମୟ ଅଦୃଶ୍ୟ ଭାବରେ ହୃଦୟ ଜୀବ ପରମ ରୂପ ଧରି ଅନ୍ତର ବାହାରେ ବିହରି। କିନ୍ତୁ ଏହି ନିରଞ୍ଜନ ପୁରୁଷ ବା ଅନାଦି ପୁରୁଷ ତାଙ୍କର ଅବ୍ୟକ୍ତ ଶରୀର, ଅବ୍ୟକ୍ତ ରୂପ। ତେଣୁ
ତାଙ୍କୁ କେହି କେବେ ଦେଖିପାରି ନାହାନ୍ତି। ସେ ହେଲେ ଅଦୃଶ୍ୟ ଶକ୍ତି ବା ସୂକ୍ଷ୍ମ ରୂପୀ। ତେଣୁ ଏ ଆତ୍ମା ହେଉଛି ବ୍ରହ୍ମମୟ। ଏ ଆତ୍ମା ସମସ୍ତଙ୍କ ଠାରେ ବିରାଜମାନ ଥାଏ, କିନ୍ତୁ ଏହା ଦୃଶ୍ୟମାନ ନୁହେଁ। ଜୀବ ପରମର ରୂପ ନେଇ ଅନ୍ତରେ ଏବଂ ବାହାରେ ବିଦ୍ୟମାନ ଥାନ୍ତି। ତେଣୁ ଏହି ଆତ୍ମା ବା ପରମାତ୍ମା ଜୀବ ପରମର ରୂପ ଧରି ବାହାରେ ଏବଂ ଅନ୍ତର ମଧ୍ୟରେ ବିହାର କରିଥାନ୍ତି ବା ବିଦ୍ୟମାନ ଥାନ୍ତି। ଶ୍ଲୋକ କହେ ଯଥୈବ ଦର୍ଶ ମଧ୍ୟସ୍ତେ ରୂପେନ୍ତ ପରିତସ୍ତୁଷ ତଥୈବାସ୍ମିନ୍ ଶରୀରେ ତ ପରିତଃ ପରମେଶ୍ୱର। ଅର୍ଥାତ୍ ଯେଉଁ ଦର୍ପଣ ନିଜ ମଧ୍ୟରେ ପ୍ରତିବିମ୍ବର ରୂପ ଭିତର ଏବଂ ବାହାରେ ବିଦ୍ୟମାନ ଥାଏ, ସେପରି ପରମାତ୍ମା ହିଁ ଏହି ଶରୀର ଭିତରେ ଓ ବାହାରେ ବିଦ୍ୟମାନ ଥାନ୍ତି। ଏ ଶରୀରରେ ଆତ୍ମା ରୂପରେ ଏବଂ ସୃଷ୍ଟିରେ ପରମାତ୍ମା ରୂପରେ ସେହି ଚୈତନ୍ୟ ସ୍ୱରୂପ ବ୍ୟାପ୍ତ ଅଛନ୍ତି। ଯେ ଆତ୍ମା ସର୍ବଭୂତ ବସେ ଆଦିତ୍ୟ ଯେ ଶୟନେ ଆକାଶେ। ସୂର୍ଯ୍ୟ ଯେପରି ଆକାଶରେ ଉଦୟ ହେଉଛନ୍ତି, ସେହିପରି ଏ ଆତ୍ମା ମଧ୍ୟ ଜ୍ୟୋତିର୍ମୟ ଏ ଶରୀର ମଧ୍ୟରେ ବିରାଜମାନ ଅଛନ୍ତି। ଆଜି ନିରପେକ୍ଷ ଭକ୍ତି ଯୋଗେ ଆତ୍ମା ନିସ୍ତାରେ ଭକ୍ତି ମାର୍ଗେ ଆତ୍ମାକୁ ଆପणे ସୃଜଇ ଆତ୍ମାରେ ଆତ୍ମା ପ୍ରସରଇ ଆତ୍ମାକୁ ଆତ୍ମା ବଳେ ବହେ ଏଣୁ ସକଳ ଆତ୍ମାମୟ। ବୋଲ ଆନନ୍ଦ ବାହାର ହରି ହରି ବୋଲ। ତେଣୁ ଏହି ଆତ୍ମା ସମସ୍ତଙ୍କ ଶରୀରରେ ବାସ କରିଅଛି ବା ସମସ୍ତ ଭୂତ ବା ପଞ୍ଚଭୂତରେ ସୃଷ୍ଟି ଏହି ଶରୀର, କିନ୍ତୁ ଏ ଆତ୍ମା ସବୁଠାରେ ପରିପୂର୍ଣ୍ଣ। ଯେପରି ଆକାଶରେ ଆଦିତ୍ୟ ବା ସୂର୍ଯ୍ୟଙ୍କୁ ସମସ୍ତେ ଦେଖିପାରୁଥାନ୍ତି, ସୂର୍ଯ୍ୟଙ୍କର ଯେପରି ଜ୍ୟୋତିର କିରଣ ପ୍ରକଟିତ ହୁଏ, ସେହିପରି ଏ ଶରୀରରେ ଏହି ଆତ୍ମା ରୂପକ ଜ୍ୟୋତି ପ୍ରକଟିତ ହୋଇଥାଏ। ଯେ କେହି ନିରପେକ୍ଷ ଭାବେ ବା ଭକ୍ତି ବଳରେ ବା ନିଜର ଯୋଗ ମାର୍ଗରେ ଏହି ଆତ୍ମାକୁ ନିସ୍ତାରଣ କରିଥାନ୍ତି, ଗୋଟିଏ ଆତ୍ମାରୁ ଆଉ ଏକ ଆତ୍ମାର ସୃଜନ ହୋଇଥାଏ। ନିଜର ଆତ୍ମାରୁ ଅନ୍ୟ ଏକ ଆତ୍ମାକୁ ସୃଷ୍ଟି କରିଥାଏ ବା ଗୋଟିଏ ସଂସାରରୁ ସୃଷ୍ଟି ହୋଇ ଯେପରି ଆତ୍ମାର ଗୋଟିଏ ସଂସାରର ସୃଷ୍ଟି କରିବା ଆତ୍ମାର କାମ, ଗୋଟିଏ ଆତ୍ମାରୁ ଆଉ ଗୋଟିଏ ଆତ୍ମା ପ୍ରବେଶ କରିବା ତାହା ମଧ୍ୟ ତାର କାମ। ଯେପରି ଗୋଟିଏ ପରିବାରରୁ ସୃଷ୍ଟି ହୋଇଥାଏ, କଥାରେ ଯେମିତି କୁହନ୍ତି ଭାଇ ସାହି, ସେହିପରି ଗୋଟିଏ ପରିବାର ଗୋଟିଏ ଗ୍ରାମ ମଧ୍ୟ ସେହିପରି ତାପରେ ସୃଷ୍ଟି ହୋଇଥାଏ। ସେହିପରି ଗୋଟିଏ ବିହନରୁ ଅନ୍ୟ ଏକ ବୃକ୍ଷର ସୃଷ୍ଟି ହୋଇଥାଏ। କିନ୍ତୁ ତେଣୁ ଗୋଟିଏ ଆତ୍ମାରୁ ଆଉ ଗୋଟିଏ ଆତ୍ମାକୁ ସେ ବହିଥାଏ। ଯେ ଆତ୍ମାଟି ପରମାତ୍ମା, ସେ ଆତ୍ମାକୁ ପରମାତ୍ମା ପୁରୁଷ ବାଟ ବତାଇଥାନ୍ତି, ସେ ବହି ଚାଲିଥାନ୍ତି। ଜଣେ ସ୍ଥୂଳ ରୂପୀ ଆଉ ଜଣେ ସୂକ୍ଷ୍ମ ରୂପୀ। ପରମଟି ହେଲେ ସୂକ୍ଷ୍ମ ରୂପୀ, ଜୀବଟି ହେଲେ ପରମ ରୂପୀ। କିନ୍ତୁ ସ୍ଥୂଳକୁ ସମସ୍ତେ ଦେଖିପାରୁଛନ୍ତି, କିନ୍ତୁ ସୂକ୍ଷ୍ମଟାକୁ କେହି ଦେଖିପାରୁ ନାହାନ୍ତି। ତେଣୁ ଏ ଆତ୍ମାଟି ସ୍ଥୂଳ ମୂର୍ତ୍ତି ଧାରଣ କରିଥାଏ। ତେଣୁ ପରମାତ୍ମା ସୂକ୍ଷ୍ମ ରୂପୀ ଜୀବକୁ ପରମ ବହି ଚାଲେ। ଜଣେ ଜୀବ ରୂପୀ, ଜଣେ ପରମର ରୂପୀ। ଜୀବଟି ଆତ୍ମା ରୂପୀ, ପରମାତ୍ମା ହେଲେ ପରମ ରୂପୀ। ଏହା ଜୀବ ପରମର ଦୁଇଙ୍କର ଭାବ ଏକ ଅଟେ। ଭ୍ରମଇ ମାୟା ଜଡ଼ ଘୋରେ
आत्मार गति न सोमरे एणु आत्मा देह जड़ी आत्मा को एणे न छाड़ी ये देह जो छाड़ी जावाक चाहे ये शरीर जिते आत्मा रू अलग होगा चाहे ये कई क्या छाड़ा माने इच्छुक नुहति कहीं ना बंधन भितर ये देह ये आत्मार एभली मिलन रही थाए तेणु आत्मा सुमरी देह कांदे देह सुमरी आत्मा कांदे देह गले आत्मा न पाई ए आत्मा गले न आसई तेणु ये मानव कालर कबल द्वारा पड़ी बा ये संसार माया बंधन रे पड़ी यही संसार बंधन भितर कालर बशवर्ती होई रही जाई थाए चेतना शक्ति हराई बसे से निजे आत्मार गति को जानी पारे नाही से निजे स्मरण करि पारे नाही ए आत्मा ये देह ये कौन बोली से जड़ परी रही जाई थाए एणु ए आत्मा को छाड़ी पारे नाही ये देह छाड़ी पारे नाही ए आत्मा को ए आत्मा चाली गले देह ताकू स्मरण करे बा कांदे ये देह को स्मरण करी आत्मा मध्य कांदे कारण ये आत्मा जेतबळे ये देहरु छाड़ी चली जा समय रे आसे से देह आत्मा को स्मरण करे बा आत्मा देह को स्मरण करे अर्थात कई क्या आउ भेट हेबे कि नाही ये घट छाड़ी अन्य भट्ट को जीवाकू पड़े ये देह चली गले आत्मा पाई पारिबो नाही आत्मा चली गले ये देह को आउ फेरे नाही दुहे दुही को छंदी होई थांती ये जीव मरण निकटे बेगे चिंताई अन्य घटे ये जीव जेतबळे जीवाकू हुए से केउ घटरे जाइकि स्थान नब से तार चिंता करि थाए ये जीवन जीवा समय हो गले से चिंता करे मु केउ घटरे स्थान नेबी से भावे मु यही मानव शरीर बा माटीर घटटी पाइबा पाई किंतु कर्म करिब नाना मते फलिब कर्मर आयते जहा कर्म करिथिब जे भली फल पाइथिब से भली तेणु ये आत्मा एणु ये आत्मा देह बुझी देह आत्मा रे छंदा छंदी भुंजई नाना भोगमान करई व्रत तीर्थ पुण्य साधु गते हरि कथा शुणई गटे रही जथा तेणु ये देहरे थिबा आत्मा ये देहरे एते बुद्धि बा विवेक ज्ञान ये सबू से आत्मा भीतर थाई तेणु ये देह आत्मार छंदा छंदी होई रही थांती ये आत्मा नाना प्रकार भोग विलास करी जाई थाए जहा भुंजे बा केते बेले व्रत केते बेले केउ तीर्थ मान करने को से जाई थाए केते पुण्य अर्जन से करी थाए साधु मानक संगरे केते साधु संग करी थाए बा केते साधु मध्य मेल होई थाए तेणु से यही सब पुण्य अर्जन करी थाए साधु मानक संगरे संग होई थाए केते हरि कथा शुणी केते श्रवण कीर्तन मध्य करी थाए केते हरि कथा को भजु थाए ये घटरे थाए ये आत्मा सबु प्रकार कर्म करी थाए ये होउची अविनाशी आत्मा आत्मा केभे मरे नाही मरे यही शरीर जय जगन्नाथ जय गुरुदेव।